ଜୟ ଜଗନ୍ନାଥ ବନ୍ଧୁଗଣ, ଆଜି ହେଉଛି 22 ଫେବୃଆରୀ 2025 ଶନିବାର। ତ ଚାଲନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ମେଷ ରାଶି ଅଷ୍ଟମ ଚନ୍ଦ୍ର ଅଷ୍ଟମୀ ତିଥି ଯୋଗୁଁ ମନରେ ବିରକ୍ତି ଭାବ ଓ ଚିଡ଼ଚିଡ଼ାପଣ ପ୍ରକାଶ ପାଇବ ଏବଂ ସମସ୍ତ କର୍ମ ବିବାଦୀୟ ହେବ। ଉଚିତ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବଦ ଖର୍ଚ୍ଚ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ। ଯେଉଁମାନଙ୍କର ଦ୍ୱିଜା ମେଷ, ସେମାନେ ଆଜି ଟିକେ ସତର୍କ ରୁହନ୍ତୁ। ଆଜିର ଶୁଭ ରଙ୍ଗ ଗେରୁଆ, ଶୁଭ ସଂଖ୍ୟା 6 ଏବଂ ଆଜି ଆପଣ ପ୍ରଭୁ ହନୁମାନଙ୍କୁ ଆରାଧନା କରନ୍ତୁ। ଦିନଟି ଆପଣଙ୍କ ଭଲରେ କଟିବ। ବୃଷ ରାଶି ଆଜି ସପ୍ତମ ଚନ୍ଦ୍ର ଶନିବାର ଏବଂ ଶନିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ ଏବଂ ନୂତନ ଭୂମି ପୂଜା, ଗୃହ ପ୍ରତିଷ୍ଠା, ଗୃହାରମ୍ଭ, କର୍ମାରମ୍ଭ ଆଦି ଶୁଭକର୍ମର ଆୟୋଜନ କରିପାରନ୍ତି। ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ ସହଯୋଗ ଓ ଧନ ମିଳିବ ଏବଂ ପାରିବାରରେ ସ୍ୱର୍ଗୀୟ ସୁଖ ଅନୁଭବ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ସୁଫଳ ପାଇବେ। ଆଜି ଆପଣଙ୍କର ଶୁଭ ରଙ୍ଗ ଧଳା, ଶୁଭ ସଂଖ୍ୟା 4 ଏବଂ ଆଜି ଆପଣ ମା କମଳାଙ୍କୁ ଆରାଧନା କରନ୍ତୁ। ମିଥୁନ ରାଶି ଆଜି ଷଷ୍ଠ ଚନ୍ଦ୍ର ଘାତ ତିଥି ଯୋଗୁଁ ଘାତ ତିଥିର ପ୍ରଭାବ ରହିବ ନାହିଁ। ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ ଓ ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ। ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ। ଯେଉଁମାନଙ୍କର ମୃଗଶିରା ଓ ପୁନଃବସୁ ମିଥୁନ, ସେମାନେ ଆଜି ଉପକୃତ ହେବେ। ଆଜିର ଶୁଭ ରଙ୍ଗ ମେରୁନ୍, ଶୁଭ ସଂଖ୍ୟା 12 ଏବଂ ଆଜି ଆପଣ ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ। କର୍କଟ ରାଶି ଆଜି କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁଁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତିର ପ୍ରୟୋଗରେ ଅସଫଳ ହେବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ, ଜମିଜମା ବିବାଦ ଓ ପାରିବାରିକ ବିବାଦ ଲାଗି ରହିବ। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ। ଯେଉଁମାନଙ୍କର ପୁଷ୍ୟ କର୍କଟ, ସେମାନେ ଆଜି ଟିକେ ସତର୍କ ହେବେ। ଆଜିର ଶୁଭ ରଙ୍ଗ ସିଲଭର, ଶୁଭ ସଂଖ୍ୟା 3 ଏବଂ ଆଜି ଆପଣ ମା ସମଲେଶ୍ୱରୀଙ୍କୁ ଆରାଧନା କରନ୍ତୁ। ସିଂହ ରାଶି ଆଜି ଚତୁର୍ଥ ଚନ୍ଦ୍ର ଯୋଗୁଁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭ ଦୃଷ୍ଟିରେ ରହିବେ। ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ। ଅନ୍ୟକୁ ଦେଇଥିବା ଧନ ହୃଦ୍ ଧନ ଫେରି ପାଇବେ ଏବଂ ମାଲି ମୋକଦ୍ଦମାରେ ବିଜୟ ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ। ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲ୍ଗୁନୀ ସିଂହ, ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ ଗୋଲାପୀ, ଶୁଭ ସଂଖ୍ୟା 11 ଏବଂ ଆଜି ଆପଣ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରନ୍ତୁ। କନ୍ୟା ରାଶି ଆଜି ତୃତୀୟ ଚନ୍ଦ୍ର ଯୋଗୁଁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ଭାଇ ଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ। ମନରେ ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ରହିବ। ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ। କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା କନ୍ୟା, ସେମାନେ ଆଜି ସୁଫଳ ପାଇବେ। ଆଜିର ଶୁଭ ରଙ୍ଗ ସବୁଜ ଏବଂ ଶୁଭ ସଂଖ୍ୟା 4 ଏବଂ
ଆପଣ ଆଜି ମା ତ୍ରିପୁରା ସୁନ୍ଦରୀଙ୍କୁ ଆରାଧନା କରନ୍ତୁ। ତୁଳା ରାଶି ଆଜି କୃଷ୍ଣ ପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁଁ ଧନକୁ ନେଇ ବିବାଦ ଏବଂ ମାଲି ମକଦ୍ଦମାରେ ପଡ଼ିପାରନ୍ତି। ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳତା ହେବେ। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ସ୍ୱାତି ତୁଳା ସେମାନେ ଆଜି ଟିକେ ସତର୍କ ହେବେ। ଆଜିର ଶୁଭ ରଙ୍ଗ ନୀଳ, ଶୁଭ ସଂଖ୍ୟା 8 ଏବଂ ଆଜି ଆପଣ ପ୍ରଭୁ ଶ୍ରୀରାମଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ବିଛା ରାଶି ଆଜି ଘାତବାର ଏବଂ ଶ୍ରୀଚନ୍ଦ୍ର ଯୋଗୁଁ ଘାତବାରର ପ୍ରଭାବ ରହିବ ନାହିଁ। ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି ଏବଂ ଦେହ ମନ ସୁସ୍ଥ ରହିବ। ଆମୋଦ ପ୍ରମୋଦ, ମୌଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ। ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠ ବିଛା ସେମାନେ ସୁଫଳ ପାଇବେ। ଆପଣଙ୍କ ଆଜିର ଶୁଭ ରଙ୍ଗ ଲାଲ ଏବଂ ଶୁଭ ସଂଖ୍ୟା 6। ଆଜି ଆପଣ ମା ବଗଳାମୁଖୀଙ୍କୁ ଆରାଧନା କରନ୍ତୁ। ଧନୁ ରାଶି ଆଜି ଘାତବାର ଏବଂ ଦ୍ୱାଦଶ ଚନ୍ଦ୍ର ଯୋଗୁଁ ସମସ୍ତ କର୍ମରେ ଶୁଭ ଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ। ଅଯଥା ଖର୍ଚ୍ଚ, ବଦ ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ଭାର ବହୁତ କମ୍ ରହିବ ଏବଂ ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରହିବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ। ଯେଉଁମାନଙ୍କର ମୂଳା ଓ ଉତ୍ତର ଆଷାଢ଼ ଧନୁ ସେମାନେ ଉପକୃତ ହେବେ। ଆଜିର ଶୁଭ ରଙ୍ଗ ହଳଦିଆ, ଶୁଭ ସଂଖ୍ୟା 7। ଆଜି ଆପଣ ପ୍ରଭୁ ଗଜାନନଙ୍କୁ ଆରାଧନା କରନ୍ତୁ। ଦିନଟି ଭଲରେ କଟିବ। ମକର ରାଶି ଆଜି ଏକାଦଶ ଚନ୍ଦ୍ର ଯୋଗୁଁ ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ହୃଦ୍ ଧନ ଫେରି ପାଇବେ। ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ। ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ ଏବଂ ଧନର ସଦ୍‌ବିନିଯୋଗ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ଉତ୍ତର ଆଷାଢ଼ ଓ ଧନିଷ୍ଠା ମକର ସେମାନେ ଆଜି ସୁଫଳ ପାଇବେ। ଆଜିର ଶୁଭ ରଙ୍ଗ ବାଇଗଣୀ, ଶୁଭ ସଂଖ୍ୟା 11 ଏବଂ ଆଜି ଆପଣ ମା ଦୁର୍ଗାଙ୍କୁ ଆରାଧନା କରନ୍ତୁ। କୁମ୍ଭ ରାଶି ଆଜି ଦଶମ ଚନ୍ଦ୍ର ଯୋଗୁଁ ନୂତନ କର୍ମ ଆରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ। ମନରେ ସତ୍ ଚିନ୍ତା, ସଦ୍ଭାବନା ପ୍ରକାଶ ପାଇବ ଏବଂ ସତ୍ କର୍ମରେ ଅଧିକ ଆଗ୍ରହ ରହିବ। ଆଜି କୌଣସି କର୍ମ ଆରମ୍ଭ କରିବେ ସେଥିରେ 100% ସଫଳତା ମିଳିବ ଏବଂ ସମସ୍ତ କର୍ମରେ ଆପଣଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ। ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଆଜି ଉପକୃତ ହେବେ। ଆଜିର ଶୁଭ ରଙ୍ଗ ଇନ୍ଦ୍ରନୀଳ, ଶୁଭ ସଂଖ୍ୟା 6 ଏବଂ ଆଜି ଆପଣ ମା କାଳୀଙ୍କୁ ଆରାଧନା କରନ୍ତୁ। ମୀନ ରାଶି ଆଜି ଘାତବାର ଏବଂ କୃଷ୍ଣ ପକ୍ଷର ନବମ ଚନ୍ଦ୍ର ଯୋଗୁଁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ। ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ ଓ ଧାର୍ମିକ କର୍ମରେ ବିଘ୍ନ ଦେଖାଦେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅପବ୍ୟୟ ଅଧିକ ହେବ। କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ। ଯେଉଁମାନଙ୍କର ଉତ୍ତର ଭାଦ୍ର ଏବଂ ରେବତୀ ମୀନ ସେମାନେ ଆଜି ସତର୍କ ଟିକେ ରୁହନ୍ତୁ। ଆଜିର ଶୁଭ ରଙ୍ଗ ଗୋଲାପୀ, ଶୁଭ ସଂଖ୍ୟା 7 ଏବଂ ଆଜି ଆପଣ ମା ଧୂମାବତୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ଆପଣଙ୍କୁ ଯଦି ଆମର ଏହି ଭିଡ଼ିଓଟି ଭଲ ଲାଗିଥାଏ
ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓଟିକୁ ନିଜ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ମଧ୍ୟରେ ସେୟାର ମଧ୍ୟ କରିଦିଅନ୍ତୁ। ଜୟ ଜଗନ୍ନାଥ, ନମସ୍କାର।